ଏହି ବଡ଼ ଏକାଦଶୀ ମଙ୍ଗଳବାରରେ ଏହି ତିନି ରାଶି ହୋଇଯିବେ ମାଲାମାଲ ଏବଂ ଏମାନଙ୍କ ଜୀବନରେ ଯାହା ବି କିଛି ଦୁଃଖ ସମସ୍ୟା ଥିଲା ସେ ସବୁ ଦୂର ହୋଇଯିବ ଏବଂ ଏମାନେ ଉନ୍ନତି ଆଡ଼କୁ ଗତି କରିବେ। ନମସ୍କାର ଦର୍ଶକ ବନ୍ଧୁ, 6 ଫେବୃଆରୀ ମଙ୍ଗଳବାରରେ ହେଉଛି ବଡ଼ ଏକାଦଶୀ ଏବଂ ଏହି ଏକାଦଶୀରେ ଏହି ତିନୋଟି ରାଶି ହେବା ପାଇଁ ଯାଉଛନ୍ତି ମାଲାମାଲ ଏବଂ ପୁରା ବର୍ଷ ଏମାନେ ରାଜ କରିବାକୁ ଲାଗିବେ ଏବଂ ନିଜ ଜୀବନର ସବୁ ଦୁଃଖ କଷ୍ଟକୁ ଏମାନେ ଦୂର କରିଦେବେ। ଯଦି ଏମାନେ ମା ଲକ୍ଷ୍ମୀ ଆରାଧନା କରୁଛନ୍ତି ତେବେ ମା ଲକ୍ଷ୍ମୀ ଏମାନଙ୍କର ସବୁ ଦୁଃଖ ଦୁର୍ଦ୍ଦଶାକୁ ଦୂର କରିଦେବେ ଏବଂ ଆଗାମୀ ସମୟଟି ଏମାନଙ୍କର ପାଇଁ ଖୁବ୍ ଭଲ ରହିବା ପାଇଁ ଯାଉଛି। ତେବେ ଫ୍ରେଣ୍ଡସ୍, ଆପଣମାନେ ଡେରି ନ କରି ଏହି ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଶ୍ରଦ୍ଧାର ସହକାରେ ଭକ୍ତିର ସହକାରେ ଜୟ ମା ଲକ୍ଷ୍ମୀ କମେଣ୍ଟଟିଏ କରି ରଖନ୍ତୁ, କାରଣ ଏହି ଭିଡ଼ିଓରେ ଆପଣମାନେ ଜାଣିପାରିବେ ଯେ 12ଟି ରାଶି ମଧ୍ୟରୁ କେଉଁ 3ଟି ରାଶି ଏହି ବଡ଼ ଏକାଦଶୀ 6 ଫେବୃଆରୀ ମଙ୍ଗଳବାର ଦିନ ଲାଭବାନ ହେବା ପାଇଁ ଯାଉଛନ୍ତି। ତେବେ ବନ୍ଧୁମାନେ ଡେରି ନ କରି ଆସନ୍ତୁ ଜାଣିବା ଯେ ନମ୍ବର 1ରେ କ'ଣ ସେହି ରାଶିଟି ରହିଛି। ଫ୍ରେଣ୍ଡସ୍, ନମ୍ବର 1ରେ ଯେଉଁ ରାଶି ରହିଛି ତାହା ହେଉଛି ଦ୍ୱିତୀୟ ରାଶି ବୃଷ ରାଶି। ବୃଷ ରାଶିର ବ୍ୟକ୍ତିବିଶେଷମାନେ ଯଦି ଏହି ଭିଡ଼ିଓଟିକୁ ଆପଣମାନେ ଦେଖୁଛନ୍ତି ତେବେ ମାନି ରଖନ୍ତୁ ଯେ 6 ଫେବୃଆରୀ ପରେ ଆପଣମାନେ ନିଜ ଜୀବନର ସବୁ ଅସୁବିଧାକୁ ଦୂର କରିପାରିବେ ଏବଂ ଆସୁଥିବା ସମୟରେ ଯାହା ବି କିଛି ମନବାଞ୍ଛା ଆପଣଙ୍କର ଥିଲା ଆପଣ ସେ ସବୁକୁ ପୂରା କରିଦେଇ ପାରିବେ। ଆପଣଙ୍କ ଉପରେ ଗ୍ରହ ସୁଚଳନ କରିଛି ଏବଂ ଆପଣମାନେ ନବଗ୍ରହ ପ୍ରାପ୍ତି କରିପାରିବେ ଏବଂ ଆସୁଥିବା ଦିନମାନଙ୍କରେ ଆପଣଙ୍କର ସବୁ ଇଚ୍ଛା ସବୁ କାମନା ମା ଲକ୍ଷ୍ମୀ ପୂରା କରିଦେବେ ଏବଂ ପୁରା ବର୍ଷଟି ଆପଣମାନଙ୍କର ଆର୍ଥିକ ସମସ୍ୟା ଶାରୀରିକ ସମସ୍ୟା ବିଲକୁଲ ବି ରହିବ ନାହିଁ। ଯେଉଁ ବି କାର୍ଯ୍ୟରେ ଆପଣ ହାତ ଦେବେ ସେ କାର୍ଯ୍ୟ ଠିକ୍ ଭାବରେ ହୋଇଯିବ ଏବଂ ଆପଣ ନିଜ ପରିବାରରୁ ନିଜ ସମାଜରୁ ପ୍ରଶଂସା ପାଇବାକୁ ଲାଗିବେ ଏବଂ ସବୁ କାର୍ଯ୍ୟରେ ଆପଣ ସଫଳତା ପାଇ ଚାଲିବେ ଏବଂ ନିଜେ ଓ ନିଜ ପରିବାରକୁ ଆପଣ ଉନ୍ନତିର ଆଡ଼କୁ ଟାଣି ନେବେ। ତେବେ ବୃଷ ରାଶିର ବ୍ୟକ୍ତିବିଶେଷମାନେ ଯଦି ଏହି ଭିଡ଼ିଓଟିକୁ ଦେଖୁଛନ୍ତି ତେବେ ତଳେ ଜୟ ମା ଲକ୍ଷ୍ମୀ ନିଶ୍ଚିତ ଭାବରେ କମେଣ୍ଟଟିଏ କରି ରଖନ୍ତୁ। ନମ୍ବର 2ରେ ଯେଉଁ ରାଶି ରହୁଛି ତାହା ହେଉଛି ସିଂହ ରାଶି। ସିଂହ ରାଶିର ବ୍ୟକ୍ତିବିଶେଷମାନେ ମଧ୍ୟ ଏହି 12ଟି ରାଶି ଅପେକ୍ଷା ଅଧିକ କିଛି ଲାଭ କରିବାକୁ ଲାଗିବେ ଏବଂ ଏମାନଙ୍କର ଗ୍ରହଦୋଷ ବିଲକୁଲ ବି ନାହିଁ। ମା ଲକ୍ଷ୍ମୀ ଏମାନଙ୍କର ଉପରେ ପ୍ରସନ୍ନ ହୋଇ ରହିଛନ୍ତି। ସିଂହ ରାଶିର ବ୍ୟକ୍ତି ମାନିକି ଚାଲନ୍ତୁ ଯେ ଯଦି ଆପଣଙ୍କର କୌଣସି କାମ ଅଟକି ଯାଇଥିଲା ବା ଆପଣ କାହାକୁ ପଇସା ଦେଇଥିଲେ ଯାହା ସେମାନେ ଆପଣଙ୍କୁ ଫେରସ୍ତ କରିପାରୁନଥିଲେ ବା ଆପଣଙ୍କ ପଇସା କେଉଁଠାରେ ଅଟକି ଯାଇଥିଲା, ଆପଣ ଆର୍ଥିକ ସମସ୍ୟାରେ ପଡ଼ିଥିଲେ ଏବଂ ସବୁବେଳେ ଆପଣଙ୍କୁ ଧନର ଅଭାବ ଲାଗି ରହୁଥିଲା, ଆପଣ ଯେଉଁ ବି କାର୍ଯ୍ୟ କରୁଥିଲେ ସେଥିରେ ଧନ ଆପଣଙ୍କର ବାଧକ ସାଜୁଥିଲା, ତେବେ ଆପଣମାନେ ନିଶ୍ଚିନ୍ତରେ ରୁହନ୍ତୁ, କାରଣ ଏହି ଫେବୃଆରୀ ମାସ ପରେ ଆପଣଙ୍କର ସେ ସବୁ ସମସ୍ୟା ଦୂର ହୋଇଯିବ ଏବଂ ଆପଣ ଏକ ଉନ୍ନତି ଆଡ଼କୁ ଗତି କରିବାକୁ ଲାଗିବେ ଏବଂ ନିଜ ଜୀବନର ସବୁ ଦୁଃଖ ଦୁର୍ଦ୍ଦଶାକୁ ଆପଣ ଦୂର କରିଦେବେ। ଏହି ବର୍ଷଟି ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଖୁବ୍ ଭଲ ରହିଛି। ତେବେ ଆପଣମାନେ ଜାଣି ରଖନ୍ତୁ ଯେ ଆପଣମାନଙ୍କର ଜୀବନରେ ଅସୁବିଧା ଗୁଡ଼ିକ ଏବେ ସୁବିଧାରେ ପରିଣତ ହୋଇଯିବ। ଆପଣମାନେ ମା ଲକ୍ଷ୍ମୀଙ୍କୁ ସକାଳ ବା ସନ୍ଧ୍ୟା ସମୟରେ ଆରାଧନା କରନ୍ତୁ, ମନରେ ସ୍ମରଣ କରନ୍ତୁ ଏବଂ ଆପଣ କରୁଥିବା କାର୍ଯ୍ୟକୁ ମନରେ ଏକ ସକାରାତ୍ମକ ଭାବ ପ୍ରକାଶ କରି ସେ କାର୍ଯ୍ୟଟିକୁ କରିଚାଲିଲେ ନିଶ୍ଚିତ ଭାବରେ ଆପଣ ଏହି ଫେବୃଆରୀ ମାସରେ ବା ପୁରା ବର୍ଷରେ ସଫଳତା ପାଇବାକୁ ଲାଗିବେ। ତେବେ ନମ୍ବର 3ରେ ଯେଉଁ ରାଶି ରହୁଛି ତାହା ହେଉଛି କୁମ୍ଭ ରାଶି। କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ ଯଦି ଏହି ଭିଡ଼ିଓଟିକୁ ଦେଖୁଛନ୍ତି ତେବେ ମାନିକି ଚାଲନ୍ତୁ ଯେ ଆପଣଙ୍କର ସବୁ ଦୁଃଖ ଦୁର୍ଦ୍ଦଶା ଦୂର ହୋଇସାରିଛି ଏବଂ ଗ୍ରହମାନେ ଆପଣଙ୍କର ସପୋର୍ଟରେ ଚାଲିଛନ୍ତି। ନିଜ ଜୀବନର ସବୁ ଦୁଃଖ ଅସୁବିଧାକୁ ଏହି ରାଶିର ବ୍ୟକ୍ତିମାନେ ଦୂର କରିଦେବେ ଏବଂ ଆସୁଥିବା ସମୟଟି ଏମାନଙ୍କର ଖୁବ୍ ଭଲରେ କଟିବାକୁ ଲାଗିବ। ଏମାନେ ବି ନବଗ୍ରହ ପ୍ରାପ୍ତି କରିଛନ୍ତି, ଯାହାଫଳରେ ସେମାନଙ୍କର ଜୀବନରେ ଆଉ କୌଣସି ସମସ୍ୟା ଦେଖାଯିବ ନାହିଁ। କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି, ମାତ୍ର ଯେଉଁ ସମୟରେ ସେମାନେ ଟିକିଏ ବି ଚିନ୍ତା କରିଥାନ୍ତି ସେମାନେ ସାମାନ୍ୟ କ୍ରୋଧୀ ହୋଇଯାଇଥାନ୍ତି, ମାତ୍ର ଏଥିରେ ଚିନ୍ତା କରିବାର କୌଣସି କାରଣ ନୁହେଁ। ସିଂହ ରାଶିର ବ୍ୟକ୍ତିବିଶେଷମାନେ ଖୁବ୍ ଭଲ ଅଟନ୍ତି ଏବଂ ନିଜ ଜୀବନରେ ଯାହା ବି କିଛି କରନ୍ତି ସେମାନେ ସର୍ବଦା ଅନ୍ୟର ଚିନ୍ତା କରିଥାନ୍ତି ଏବଂ ଅନ୍ୟର ଲାଭ ପାଇଁ ହିଁ ସବୁ କାର୍ଯ୍ୟ କରିଥାନ୍ତି। ତେଣୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ସିଂହ ରାଶିର ବ୍ୟକ୍ତିବିଶେଷମାନେ ଆଗାମୀ ସମୟରେ ନିଶ୍ଚିତ ଭାବରେ ଲାଭ କରିବା ପାଇଁ ଯାଉଛନ୍ତି। ତେଣୁ ଆପଣମାନେ
ତଳେ ଜୟ ମା ଲକ୍ଷ୍ମୀ କମେଣ୍ଟ କରିବାକୁ ଭୁଲନ୍ତୁ ନାହିଁ। ଫ୍ରେଣ୍ଡସ୍ 12ଟି ରାଶି ମଧ୍ୟରୁ ଏହି 3ଟି ରାଶି ଯେଉଁମାନେ କି ଏହି ବଡ଼ ଏକାଦଶୀ 6 ଫେବୃଆରୀ ମଙ୍ଗଳବାରରେ ଲାଭବାନ ହେବାକୁ ଲାଗିବେ। ଯଦି ଆପଣଙ୍କର ରାଶି ଏହି ରାଶି ମଧ୍ୟରେ ରହୁନାହିଁ ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ। ଆପଣ ନିଜର କାର୍ଯ୍ୟ କରିଚାଲନ୍ତୁ। ଆଗାମୀ ସମୟରେ ଆପଣ ବି ସଫଳତା ପାଇପାରିବେ, ଉନ୍ନତି କରିପାରିବେ ଏବଂ ଜୀବନରେ ଯାହା ଆଶା କରିଥିଲେ ସେ ସବୁ ଜିନିଷକୁ ଆପଣ ପ୍ରାପ୍ତ କରିପାରିବେ। ଧନ୍ୟବାଦ।